ওম নমঃ শিবায়। শিবপুরাণ বা শৈবপুরাণ দ্বিতীয় খণ্ড রতি দেবীଙ୍କ শিব ପୂଜା ଓ ପ୍ରତିପାୟାକୁ ବର ପ୍ରାପ୍ତ ଚତୁର୍ଥ ଭାଗ। ଦ୍ୱାରକାପୁରରେ ସେ ହେବେ ନରପତି, ତାହାଙ୍କ ଜ୍ୟେଷ୍ଠ ମହିଷୀ ଯେ ରୁକ୍ମିଣୀ ସତୀ। ତାଙ୍କ ଗର୍ଭରେ ତ ସ୍ୱାମୀ ଠାବ ଯେ ପାଇବ, 10 ମାସ 10 ଦିନେ ଜନମ ଲଭିବ। ସେବେଳେ ନାରଦ ଯାଇ ସମ୍ବର ବସୁରେ ଜଣାଇବ ତୋର ଶତ୍ରୁ ଜନ୍ମିଲା ମର୍ତ୍ତ୍ୟରେ। ସମସ୍ତ ଘଟଣା ସେ ତାହାଙ୍କୁ କହିବେ। ଦିନେ ରାତ୍ରରେ ଅସୁର ଆସି ଗୁପ୍ତ ଭାବେ ଶ୍ରୀକୃଷ୍ଣଙ୍କ ପାଦ ଆଣି ନିଦ୍ରା ଅବସ୍ଥାରେ ଚୋରି କରି ନେବ ତୋର ସ୍ୱାମୀଙ୍କ ସତ୍ତ୍ୱରେ। ନେଇ ସମୁଦ୍ର ଜଳରେ ତାଙ୍କୁ ଫିଙ୍ଗି ଦେବ। ଆନନ୍ଦ ମନରେ ସ୍ୱର୍ଗକୁ ଚଲିଯିବ। ତୁହି ସେବେଳରେ ଗୁପ୍ତ ତପସ୍ୱିନୀ ହୋଇ ସ୍ୱାମୀକୁ ପାଇବା ଲାଗି ବନେ ଥିବୁ ରହି। ସେବନକୁ ମଗାୟତେ ସମ୍ବର ଅସୁର, ଆସିନ ତୋର ଉପରେ ପଡ଼ିବ ନୟନ। ତୋ ସୁନ୍ଦର ରୂପେ ସେହି ବିମୁଗ୍ଧ ହୋଇବ। ବଳାତ୍କାରୀ ନାରୀ କରିବାକୁ ଧରି ନେବ। କିନ୍ତୁ ମନେ ରଖି ତୁହି ମନ ନ କରିବ, ସେ ସମ୍ବର ଅସୁରର ସଙ୍ଗେ ଚାଲିଯିବ। କିନ୍ତୁ ମାୟା କରି ତାର ମନକୁ ଭୁଲାଇ ଛଳନା କରିବୁ ଦେହ ନ ଶୁଆଇ ଦେଇ। କହିବ ତାହାକୁ ମୁହିଁ ଅଟଇ କୁମାରୀ, ରୟବତୀ ନ ହୋଇ ନ ରହି ସିଏ ପରି। ଯେଉଁଦିନ ଜାନମୁହିଁ ପୁଷ୍ପବତୀ ହେବି, ସ୍ୱଇଚ୍ଛାରେ ତୁମ ସଙ୍ଗେ ବିବାହ କରିବି। ଏହିପରି କଥା ମାନ ତାହାଙ୍କୁ କହିନ, ଛାତିରେ ରଖିଥିବ ତାଏ ଭୁଲାଇନ। ଯେପରି ତଥାରେ ସେହି ନ କହେ ସନ୍ଦେହ, ତେସ ନ ପ୍ରକାରେ କରୁଥିବୁ ଅଭିନୟ। ଏହିପରି ଭାବେ ତୁହି ରହିବ ସେଠାରେ, କିନ୍ତୁ ତୋର ସ୍ୱାମୀ ଯାଇ ମିଳିବ ତା ଘରେ। ସେବେଳେ ଦାନବେ ତାଙ୍କୁ ଚିହ୍ନି ନ ପାରିବ, ପୁତ୍ରେ ସ୍ନେହ ଗୃହେ ରଖି ଯତନେ ପାଳିବ। ଯେମନ୍ତ ପ୍ରକାରେ ସ୍ୱାମୀ ମିଳିବ ତୋର, ତାହାର କାରଣ ମାନ ଶୁଣ ନାରୀ ବୋଲ। ଚୋରାଇ ନେଇ ଦୈତ୍ୟ ସମୁଦ୍ର ଜଳରେ ଫିଙ୍ଗି ଦେଇଯିବ ତୋର ସ୍ୱାମୀଙ୍କୁ ସତ୍ତ୍ୱରେ। କିନ୍ତୁ ସେ କୋମରେ ଏକ ମୀନ ଗିଳି ଦେବ। ଡରିବ ଯୋଗେ ଧୀବର ଜାଲେ ସେ ପଡ଼ିବ। ସେ ମୀନ ଗୋଟିଏ ଧୀବର ଯତନରେ ନେଇ ସମ୍ବରପୁରେ ତାହାଙ୍କୁ ବିକିବ ଯେ ତହିଁ। ତାହାକୁ କାଟିବା ବେଳେ ଆସି ପଡ଼ିବାରେ, ଦିବ ଜ୍ୟୋତିର୍ମୟ ସୁତ ଗର୍ଭେ ଦେଖି କରି ବାହାର କରିନ ସେ ନୟନେ ଦେଖିବେ। ବଞ୍ଚିବ ସେ ପୁତ୍ରବତୀ ସେ ଜାଣିପାରିବେ। ଦୈତ ଆଗରେ ଯାଇ ଦେବେ ଖବର, ଶୁଣିବା ଅସୁର ହୋଇବ ଆନନ୍ଦ ଅପାର। ଜ୍ୟୋତିର୍ମୟ ପୁତ୍ରବତୀ ଦେଖିନ ନେତ୍ରରେ, ଶ୍ରଦ୍ଧାଭରେ କଲ କରି ନେବ ସେ ବାହାରେ। ପ୍ରବାସରେ ନେଇନ ସେ ପୁତ୍ରବତୀ ଦେବ, ଯତନରେ ପାଲ ବୋଲି ତତେ ତିଆରିବ। ତୁହି ଯେ ସେହିଦିନ ତାର ସ୍ୱାମୀକୁ ତୋର ପାଳିବୁ ପରାଣ ଦେଇ ଅତି ଯତନର। ଦିନୁ ଦିନ ଶଶୀ କଳା ପରାୟ କୋମଳ, ବଢ଼ିବ କୋଳରେ ତୋର ଜାନ ନାରୀ ବଳ। କିନ୍ତୁ କ୍ରମେ କ୍ରମେ ତାର ବୟସ ହୋଇବ, ବିଦ୍ୟା ବୁଦ୍ଧି ଅତ୍ୟନ୍ତ ସୁଦକ୍ଷ ହୋଇବ। ତା ରୂପ ଦେଖିନ ଦୈତ୍ୟ ଆନନ୍ଦ ହୋଇନ, ରାଜା କରିବାକୁ ତାକୁ ବିଚାରିବ ମନ। କିନ୍ତୁ ଯେବେଳେ କୋମଳ 16 ବର୍ଷ ହେବ, ସେତେବେଳେ ତାର ମନ ବ୍ୟାକୁଳ ହୋଇବ। ନିଜ ସ୍ୱାମୀ ବୋଲି ତୁହି ଜାଣି ଯେ ପାରିବୁ, ସମସ୍ତ ଲକ୍ଷଣ ମାନ ତା ଅଙ୍ଗରେ ଦେଖିବୁ। ଓମ୍ ନମଃ ଶିବାୟ।